ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ସକାଳୁ 2ଟା ବେଲପତ୍ର ଖାଇଲେ ମୂଳରୁ ଶେଷ ହୋଇଯାଇଥାଏ କେଉଁ ସବୁ ଗମ୍ଭୀର ରୋଗ? ଚାଲନ୍ତୁ ଜାଣିବା। ତେବେ ଦର୍ଶକ ବନ୍ଧୁ, ବେଲପତ୍ରକୁ ବହୁତ ପୁରାତନ କାଳରୁ ବ୍ୟବହାର କରାଯାଉଛି। ଏହା ଆମର ସୁନ୍ଦରତା ବଢ଼ାଇବା ସହ ପେଟ ଜନିତ ଅନେକ ସମସ୍ୟା ପାଇଁ ବହୁତ ଉପଯୋଗୀ ହୋଇଥାଏ। ଆଜି ଆମେ ଜାଣିବା ବେଲପତ୍ରର ଫାଇଦା ବିଷୟରେ। 1ରେ, ଛୋଟ ପିଲାଙ୍କୁ ଜ୍ୱର ହେଉଥିଲେ ବେଲପତ୍ରର କାଢ଼ା ତିଆରି କରି ସେବନ କରାଇଲେ ଜ୍ୱର ତୁରନ୍ତ ଛାଡ଼ି ଯାଇଥାଏ। ଏହା ଛଡ଼ା ମହୁମାଛି ବା ବିରୁଡ଼ି ଶରୀରର କେଉଁଠିକି କାମୁଡ଼ି ଦେଇଥାଏ, ତେବେ ବେଲପତ୍ରର ରସ ଲଗାଇଲେ ଯନ୍ତ୍ରଣା ଦୂର ହୋଇଥାଏ। 2ରେ, ବେଲପତ୍ର ହୃଦରୋଗୀଙ୍କ ପାଇଁ ଭଲ ହୋଇଥାଏ। ବେଲପତ୍ରର କାଢ଼ା ସେବନ କରିଲେ ଏହା ହୃତ୍ପିଣ୍ଡକୁ ଶକ୍ତ କରିଥାଏ ଓ ହାର୍ଟ ଆଟାକ୍ ସମସ୍ୟା ଦୂର ହୋଇଥାଏ। ବେଲପତ୍ରର ରସ ପିଇଲେ ଶ୍ୱାସକ୍ରିୟା ସମସ୍ୟା ଦୂର ହୋଇଥାଏ। 3ରେ, ବେଲପତ୍ର ଶରୀରର ତାପକୁ କମ୍ କରିବାରେ ବହୁତ ଲାଭଦାୟକ ହୋଇଥାଏ। ଶରୀରର ତାପମାତ୍ରା ବଢ଼ିଗଲେ ବେଲପତ୍ର ଖାଇବା ଉଚିତ। 4ରେ, ଅର୍ଶ ରୋଗୀଙ୍କ ପାଇଁ ବେଲପତ୍ର କୌଣସି ବରଦାନ ଠାରୁ କମ୍ ନୁହେଁ। ଅର୍ଶ ରୋଗୀ ହୋଇଥିଲେ ବେଲପତ୍ରକୁ ଶୁଖାଇ ମିଶ୍ରି ମିଶାଇ ଏହାର ଗୁଣ୍ଡ ତିଆରି କରନ୍ତୁ। ଏହି ଗୁଣ୍ଡକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ସେବନ କରିବା ଉଚିତ। ଅର୍ଶ କାରଣରୁ ଅଧିକ କଷ୍ଟ ହେଉଥିଲେ ଦିନକୁ 2-3 ଥର ଏହାର ସେବନ କରନ୍ତୁ। 5ରେ, ଚେହେରାରେ କୌଣସି ଦାଗ ଥିଲେ ବେଲପତ୍ରର ଲେପ ଲଗାଇଲେ ମୁହଁର ଦାଗ ଓ ଚିହ୍ନ ଦୂର ହୋଇଥାଏ। ଏହି ଲେପ ତିଆରି କରିବା ପାଇଁ ବେଲପତ୍ରକୁ ବାଟି ଦିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ 30 ମିନିଟ୍ ରଖି ମୁହଁ ଧୋଇ ଦିଅନ୍ତୁ। 6ରେ, ଯଦି ଆପଣ ନିଜର ଚେହେରାକୁ କୋମଳ ରଖିବାକୁ ଚାହୁଁଛନ୍ତି, ତେବେ 1 ଚାମଚ ବେଲପତ୍ର ରସରେ 1 ଚାମଚ ମହୁ ମିଶାଇ ଏହାକୁ ପାଣିରେ ପକାଇ ସେବନ କରନ୍ତୁ। ଏହା ତ୍ୱଚାରେ ପ୍ରାକୃତିକ ଉପାୟରେ ସୁନ୍ଦରତା ଆଣିଥାଏ। 7ରେ, ଖରା ଦିନରେ ଝାଳ ବାହାରିବା କାରଣରୁ ଶରୀରରେ ଦୁର୍ଗନ୍ଧ ବାହାରିଥାଏ। ଅନେକ ଲୋକଙ୍କର କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଏ। ଏହି କ୍ଷେତ୍ରରେ ବେଲପତ୍ରର ପେଷ୍ଟ ପ୍ରସ୍ତୁତ କରି ଗାଧୋଇବା ପୂର୍ବରୁ ଲଗାନ୍ତୁ। 8ରେ, କେଶ ସମସ୍ୟା ପୂର୍ବରୁ ଝଡୁଥାଏ ବା ହେୟାର ଫଲ୍ ହେଉଥାଏ, ତେବେ ସକାଳୁ 2ଟି ବେଲପତ୍ର ସେବନ କରିବା ଉଚିତ। ଏହା କେଶ ଝଡ଼ିବା ବନ୍ଦ କରିବା ସହ ନୂଆ କେଶ ସୃଷ୍ଟି କରିଥାଏ। 9ରେ, ବେଲପତ୍ର ମଧୁମେହ ରୋଗୀଙ୍କ ପାଇଁ ବହୁତ ଉପକାରୀ ହୋଇଥାଏ। ଏହାର ସେବନ କରିଲେ ରକ୍ତରେ ସୁଗାର ପରିମାଣ ନିୟନ୍ତ୍ରଣରେ ରହିଥାଏ।